ନମସ୍କାର, ଜୟ ଶ୍ରୀ ଜଗନ୍ନାଥ। ମୁଁ ବିଶ୍ୱଜିତ, ଆପଣମାନଙ୍କୁ ମୋ ଚ୍ୟାନେଲ କୁକ୍ ୱିଥ୍ ବିଶ୍ୱଜିତକୁ ମୁଁ ସ୍ୱାଗତ କରୁଛି। ଦେଖିପାରୁଥିବେ ଆପଣମାନେ, ମୁଁ ଆଜି ଘରେ ଅତି ସହଜ ଉପାୟରେ ୱିଦାଉଟ୍ ଓଭେନରେ ଗ୍ୟାସ୍କୁ ୟୁଜ୍ କରିକି ଗୋଟେ ମସ୍ତ ତନ୍ଦୁରୀ ଚିକେନଟେ ବନେଇଛି। ବିଶ୍ୱାସ କରିବେନି, ଏହାର ଟେଷ୍ଟ ଆମର ବାହାରେ ମିଳୁଥିବା ତନ୍ଦୁରୀ ଚିକେନଠୁ ବହୁତ ହି ବେଟର ଥିଲା। ଆପଣମାନେ ଆକୁ ଘରେ ଅତି ସହଜରେ ବନେଇ ପାରିବେ। ତ ଚାଲନ୍ତୁ ଏବେ ଆକୁ ବନେଇବା ଷ୍ଟାର୍ଟ କରିବା। ଚିକେନ ତନ୍ଦୁରୀ ବନେଇବା ପାଇଁ ଫାଷ୍ଟ ଆମେ ଗୋଟେ ଜାଗାରେ କିଛି ଚିକେନର ଲେଗ୍ ପିସ୍ ଗୁଡ଼ିକୁ ଏମିତି ଭଲସେ ପୁରା ସଫା କରିକି ନେଇଯିବା। ତାପରେ ସେଥିରେ କିଛି ଅଦା ରସୁଣ ପେଷ୍ଟ ପକେଇବା, ଆଉ କିଛି ଦହିକୁ ପକେଇବା। ତାପରେ ଏଥିରେ ସବୁ ଗୁଣ୍ଡ ମସଲା ଆମର ପକେଇବା, କିଛି ହଳଦୀ ଗୁଣ୍ଡ ପକେଇବା, କିଛି ରାଗ ଲଙ୍କା ଗୁଣ୍ଡକୁ ପକେଇବା। ଆପଣମାନଙ୍କୁ ଯଦି ଆହୁରି ସ୍ପାଇସି ଖାଇବାକୁ ଇଚ୍ଛା ଅଛି ତାହେଲେ ଆଉ ଲଙ୍କାଗୁଣ୍ଡ ଆପଣ ୟୁଜ୍ କରିପାରିବେ। ତାପରେ ଏଥିରେ କିଛି ଗରମ ମସଲା ଗୁଣ୍ଡକୁ ପକେଇଦେବା, ଆଉ ସ୍ୱାଦ ଅନୁସାରେ କିଛି ଲୁଣ ପକେଇବା। ତାପରେ ଏଥିରେ କିଛି ଗୋଲମରିଚ ଗୁଣ୍ଡକୁ ଏମିତି ପକେଇବା, ଆଉ କିଛି ଲେମ୍ବୁ ରସକୁ ଏମିତି ପକେଇବା। ମୁଁ ଏଠି ଫାଳେ ଲେମ୍ବୁକୁ ଭଲସେ ପୁରା ଚିପୁଡ଼ି ଦେଇଛି। ଆପଣମାନଙ୍କୁ ଯଦି ଆଉ ଟିକେ ଅଧିକ ଖଟା ଖାଇବାକୁ ଇଚ୍ଛା ତାହେଲେ ଆଉ ବି ଲେମ୍ବୁ ରସକୁ ୟୁଜ୍ କରିପାରିବେ। ତାପରେ ଆକୁ ଭଲସେ ପୁରା ମିଶାଇବା। ଦେଖିପାରୁଥିବେ ଆପଣମାନେ, ମୁଁ ଚିକେନ ଗୁଡ଼ିକୁ କେତେ ବଢ଼ିଆ ସେ ପୁରା ମିଶାଉଛି। ଆପଣମାନେ ବି ସେମିତି ଆକୁ ବହୁତ ବଢ଼ିଆ ସେ ପୁରା ମିଶାଇବେ। ଦେଖନ୍ତୁ, ଚିକେନ ଗୁଡ଼ିକ ଆମର ଏବେ ବହୁତ ବଢ଼ିଆ ସେ ପୁରା ମ୍ୟାରିନେଟେଡ୍ ହେଇଯାଇଛି। ଚିକେନ ପିସେସ୍ ଗୁଡ଼ିକ ମସଲା ମସଲି ସହିତ ବହୁତ ବଢ଼ିଆ ସେ ପୁରା କୋଟେଡ୍ ହେଇଯାଇଛି। ଏବେ ଆକୁ ଏମିତି କଭର କରିଦେବା, ଆଉ ଅଧଘଣ୍ଟେ ପର୍ଯ୍ୟନ୍ତ ଏମିତି ଆକୁ ଛାଡ଼ିଦେବା। ଦେଖନ୍ତୁ, ଆମର ଅଲରେଡ଼ି ଏବେ ଅଧଘଣ୍ଟେ ଉପରେ ହେଇଗଲାଣି। ଏବେ ଗୋଟେ କଡ଼େଇରେ ଚିକେନ ପିସେସ୍ ଗୁଡ଼ିକ ଏମିତି ରଖିଦେବା। ତାପରେ ଆମେ ମ୍ୟାରିନେସନ୍ କରିଥିବା ଜାଗାରେ ହାଫ୍ କପ୍ ପାଣି ଦେଇକି ତାକୁ ଭଲସେ ଗୋଳେଇକି ଦେଇଦେବା। ଏବେ ଗ୍ୟାସର ଫ୍ଲେମ୍କୁ ମିଡ଼ିୟମ୍ ହାଇ ରଖିବା, ଆଉ ଆକୁ କଭର କରିଦେଇକି ଗୋଟେ 20ରୁ 25 ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ କରି ବଏଲ୍ କରିବା। ଦେଖନ୍ତୁ, ଆମର ଅଲରେଡ଼ି ଏବେ ଅଧଘଣ୍ଟେ ପାଖାପାଖି ପୁରା ହେଇଗଲାଣି। ଦେଖିପାରୁଥିବେ ଆପଣମାନେ, ଚିକେନରୁ ଏବେ ଆମର କେତେ ପାଣି ବାହାରିବା ପୁରା ଷ୍ଟାର୍ଟ ହେଇଯାଇଛି। ଏବେ ଆକୁ ଏମିତି ଆସ୍ତେ ଆସ୍ତେ କରି ଗୋଟେ ପରେ ଗୋଟେ କରି ଧୀରେ ଧୀରେ କରି ଓଲଟେଇବା। ଦେଖିପାରୁଥିବେ ଆପଣମାନେ, ମୁଁ ଆକୁ କେତେ ବଢ଼ିଆ ସେ ପୁରା ଓଲଟେଇ ଦେଇଛି। ଏବେ ଆକୁ ଏମିତି ଛାଡ଼ିଦେବା, ଆଉ ସେମ୍ ମିଡ଼ିୟମ୍ ହାଇ ଫ୍ଲେମ୍ରେ ଆଉ ଥରେ ଆକୁ କଭର କରିଦେବା, ଆଉ 15ରୁ 20 ମିନିଟ୍ ପର୍ଯ୍ୟନ୍ତ ଧୀରେ ଧୀରେ କରି ବଏଲ୍ କରିବା। ଦେଖନ୍ତୁ, ଆମର ଅଲରେଡ଼ି ଏବେ ଆହୁରି 20ରୁ 25 ମିନିଟ୍ ପାଖାପାଖି ପୁରା ହେଇଗଲାଣି। ଦେଖିପାରୁଥିବେ ଆପଣମାନେ, ଚିକେନ ପିସେସ୍ ଗୁଡ଼ିକ ଅଲମୋଷ୍ଟ ଆମର ଏବେ ପୁରା ବଏଲ୍ ହେଇ ଆସିଲାଣି। ଦେଖିପାରୁଥିବେ ଆପଣମାନେ, ବୋନ୍‌ରୁ ମାଂସ ଗୁଡ଼ିକ କେତେ ବଢ଼ିଆ ସେ ଆମର ପୁରା ଧୀରେ ଧୀରେ ପୁରା ଛାଡ଼ି ହେଇଯାଇଛି। ତାମାନେ ଆମର ମାଂସ ପିସ୍ ଗୁଡ଼ିକ ଅଲମୋଷ୍ଟ ପୁରା ବଏଲ୍ ହେଇଗଲାଣି। ଦେଖିପାରୁଥିବେ, ଏଇ ଯେଉଁ ମସଲାଟା ଏବେ ପୁରା ଟିକେ ଟିକେ କରି ପାଣିଆ ଅଛି, ଆକୁ ଆମେ ଗ୍ୟାସର ଫ୍ଲେମ୍‌କୁ ହାଇ ରଖିକି ଭଲସେ ପୁରା କଷି ଚାଲିବା। ଫାଇନାଲି ଦେଖନ୍ତୁ, ଚିକେନ ପିସେସ୍ ଗୁଡ଼ିକ ଆମର ଏବେ ପୁରା ମସଲା ସହିତ ବଢ଼ିଆ ସେ ପୁରା କୋଟ୍ ହେଇଯାଇଛି। ଏବେ ମସଲା ପୁରା ବଢ଼ିଆ ସେ ପୁରା ଡ୍ରାଏ ହେଇଯାଇଛି। ଦେଖିପାରୁଥିବେ ଆପଣମାନେ, ଫାଇନାଲି ଆମର ଚିକେନ ତନ୍ଦୁରୀ ବନେଇବା ପାଇଁ ଚିକେନ ପିସେସ୍ ଗୁଡ଼ିକ ବଏଲ୍ ହେଇକି ପୁରା ଏବେ ରେଡ଼ି। ଏବେ ଚାଲନ୍ତୁ ଆକୁ ଗୋଟେ ଜାଗାକୁ ବାହାର କରିଦେବା। ଦେଖନ୍ତୁ, ମୁଁ ଏବେ ଚିକେନ ପିସେସ୍ ଗୁଡ଼ିକୁ ଗୋଟେ ପ୍ଲେଟ୍‌କୁ ପୁରା ବାହାର କରିଦେଇଛି। ଦେଖିପାରୁଥିବେ ଆପଣମାନେ, କେତେ ସୁନ୍ଦର ଦେଖାଯାଉଛି। ଏବେ ଆକୁ ଭଲସେ ପୁରା ଥଣ୍ଡା ହେବାକୁ ଛାଡ଼ିଦେବା। ଆପଣମାନେ ଚାହିଁଲେ ଆକୁ କିଛି ସମୟ ପର୍ଯ୍ୟନ୍ତ ଡିପ୍ ଫ୍ରିଜରରେ ବି ରଖିପାରିବେ। ଚିକେନ ପିସ୍ ଗୁଡ଼ିକ ଆମର ଭଲସେ ପୁରା ଥଣ୍ଡା ହେଇଗଲା ପରେ ଏବେ ଆମେ ଗ୍ୟାସ୍‌କୁ ଅନ୍ କରି ତା ଉପରେ ଆମର ତନ୍ଦୁରୀ ଷ୍ଟାଣ୍ଡକୁ ରଖିବା, ଆଉ ତାପରେ ଆମେ ଥଣ୍ଡା କରିଦେଇଥିବା ଆମର ଚିକେନ ପିସ୍ ଗୁଡ଼ିକୁ ଧୀରେ ଧୀରେ କରି ଗୋଟେ ଆ ଉପରେ ରଖିବା। ଆଉ ଚିକେନ ପିସ୍ ଗୁଡ଼ିକ ରଖି ସାରିଲା ପରେ ଗ୍ୟାସର ଫ୍ଲେମ୍‌କୁ ଆମେ ପୁରା ହାଇରେ ରଖିବା, ଆଉ ଏବେ ଆକୁ ଏମିତି ଧୀରେ ଧୀରେ କରି ପୁରା ହଲେଇ ହଲେଇ ଚାରିଆଡ଼େ କରି ପୋଡ଼ିବା। ଯେମିତି ଆମର ନିଆଁ ଚିକେନ ପିସ୍ ଗୁଡ଼ିକ ଆରାମସେ ପୁରା ବାଜିବ, ଆଉ ଚିକେନ ପିସ୍ ଗୁଡ଼ିକ ଇଜିଲି ଆମର ପୋଡ଼ି ହେଇପାରିବ। ଦେଖନ୍ତୁ, ଏବେ ଆକୁ ଏମିତି 5 ମିନିଟ୍ ପର୍ଯ୍ୟନ୍ତ ଏମିତି ଗୋଟେ ସାଇଡ଼କୁ ପୁରା ପୋଡ଼ିବାରେ ଲାଗିବା। ଦେଖନ୍ତୁ, ଆମର ଅଲରେଡ଼ି ଏବେ ଆଉ 5 ମିନିଟ୍ ପୁରା ହେଇଯାଇଛି। ଦେଖିପାରୁଥିବେ ଆପଣମାନେ, ଚିକେନ ପିସ୍‌ର ଗୋଟେ ସାଇଡ଼୍ କେତେ ବଢ଼ିଆ ସେ ପୁରା ପୋଡ଼ି ହେଇଯାଇଛି। ଏବେ ଆକୁ ଆସ୍ତେ ଆସ୍ତେ କରି ଧୀରେ ଧୀରେ କରି ଓଲଟେଇ ଦେବା। ଦେଖିପାରୁଥିବେ, ମୁଁ କେତେ ବଢ଼ିଆ ସେ ପୁରା ଚିକେନ ପିସ୍ ଗୁଡ଼ିକୁ ଏବେ ଓଲଟେଇ ଦେଇଛି। ଏବେ ଆକୁ ଏମିତି ପୁରା ହାଇ ଫ୍ଲେମ୍‌ରେ ପୁଣି ସେମିତି ଆଉ 5 ମିନିଟ୍ ପର୍ଯ୍ୟନ୍ତ ଏପଟ ସାଇଡ଼କୁ ଏମିତି ଚାରିଆଡ଼େ କରି ଧୀରେ ଧୀରେ କରି ଆକୁ ପୋଡ଼ିବା। ଦେଖନ୍ତୁ, ଫାଇନାଲି ଏବେ ଚିକେନ ପିସ୍ ଗୁଡ଼ିକ କେତେ ବଢ଼ିଆ ସେ ପୁରା ଆମର ପୁରା ପୋଡ଼ି ହେଇଯାଇଛି। ଦେଖନ୍ତୁ, ଫାଇନାଲି ଏବେ ପୁରା ତନ୍ଦୁରୀ ଏବେ ଆମର ପୁରା ରେଡ଼ି ହେଇ ଆସିଲାଣି। ଦେଖନ୍ତୁ, କେତେ ସୁନ୍ଦର ଦେଖାଯାଉଛି। ଫାଇନାଲି ଆମର ଏବେ ତନ୍ଦୁରୀ ବଢ଼ିଆ ସେ ପୁରା ରେଡ଼ି।
ଦେଖନ୍ତୁ ମୁଁ ଆପଣମାନଙ୍କୁ ଗୋଟେ ପିସ୍ ଏବେ ଦେଖଉଛି। ଦେଖନ୍ତୁ କେତେ ସୁନ୍ଦର ଦେଖାଯାଉଛି ଆଉ ଜଣା ବି ପଡୁନି ଏଇଟା ଗ୍ୟାସରେ ବନା ହେଇଛି ବୋଲି। ତ ଚାଲନ୍ତୁ ଏବେ ଆକୁ ପିଆଜ, ଗ୍ରୀନ୍ ଚଟନି, କଞ୍ଚା ଲଙ୍କା, ଲେମ୍ବୁ, ଧନିଆ ପତ୍ର ଦେଇକି ଆକୁ ବଢିଆ ସେ ପୁରା ସର୍ଭ କରିବା। ଭିଡିଓ ଭଲ ଲାଗିଥିଲେ ମୋ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ କରିବାକୁ ଭୁଲିବେନି। ରହୁଛି। ଜୟ ଶ୍ରୀ ଜଗନ୍ନାଥ।